ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ସୁବର୍ଣ୍ଣପୁର ସମ୍ବାଦଦାତା ବେଣୁଧର ପ୍ରଧାନ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ସୁବର୍ଣ୍ଣପୁର ଜିଲ୍ଲାରେ ଖରା ଦିନକୁ ଦୃଷ୍ଟିରେ ରଖି ପାନୀୟ ଜଳ ଯୋଗାଣକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି। ବିଶେଷକରି ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ଜିଲ୍ଲା ଜଳ ଓ ପରିମଳ ବିଭାଗ ସୁନିଶ୍ଚିତ କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି। ଗ୍ରାମୀଣ ଅଞ୍ଚଳରେ ଥିବା ଜଳ ପ୍ରକଳ୍ପ ନଳକୂପ ଓ ମେଗା ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ କରିଥିବା ବେଳେ ଜଳକ୍ଲିଷ୍ଟ ଅଞ୍ଚଳରେ ଲୋକଙ୍କୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଣ ଉପରେ ଧ୍ୟାନ ଦିଆଯାଇଛି। ରାସ୍ତାରେ ଯାତାୟାତ କରୁଥିବା ପଥଚାରୀଙ୍କ ପାଇଁ ଜିଲ୍ଲାର ଅଧିକାଂଶ ସ୍ଥାନରେ ଜଳ ବିତରଣ କେନ୍ଦ୍ର ସ୍ଥାପନ କରାଯାଇଛି। ଖରାଦିନ ଏବଂ ପାନୀୟ ଜଳ ଯୋଗାଣକୁ ନେଇ ଜିଲ୍ଲା ଜଳ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶୁତୋଷ ଭଦ୍ର କହିଛନ୍ତି, ଏବେ ଖରାଦିନ ଯେହେତୁ ଆସିଯାଇଛି ତେଣୁ ସମସ୍ତେ ଭିଜିଲାଣ୍ଟ ଅଛୁ ତାକି କେଉଁଠି କିଛି ଇସ୍ୟୁଜ୍ ଆସିଲେ ଇମିଡ଼ିଏଟଲି ତାକୁ ଆଡ୍ରେସ୍ କରିପାରିବୁ। ସେଥିପାଇଁ ଆମର ବିଭିନ୍ନ ବ୍ଲକ ପଞ୍ଚାୟତ ସ୍ତରରେ କମ୍ପ୍ଲେନ୍ ରେଜିଷ୍ଟରର ସୁବିଧା କରାଯାଇଛି। ଆଉ ଅନଲାଇନ୍ ମାଧ୍ୟମରେ ମଧ୍ୟ କମ୍ପ୍ଲେନ୍ ଦେବାର ବ୍ୟବସ୍ଥା କରାଯାଇଅଛି। ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ଓଡ଼ିଆ ପକ୍ଷ ପାଳନ ସହ ଓଡ଼ିଆ ନବବର୍ଷ ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଉନ ହଲ୍ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଓଡ଼ିଆ ନବବର୍ଷ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଓ ଅଞ୍ଜଳିନା ପ୍ରଧାନ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ ଆମର ସଂକଳ୍ପ ହେଉ ବୋଲି ଆହ୍ୱାନ ଦେଇଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଓଡ଼ିଆ ନବବର୍ଷ ସମାରୋହରେ ସାମଗ୍ରିକ ଭାବେ ସଂସ୍କୃତି ସମ୍ପନ୍ନ ସୁବର୍ଣ୍ଣପୁର ଜିଲ୍ଲା ସହ ଏକ ବିକଶିତ ଓଡ଼ିଶା ଗଠନରେ ସମସ୍ତଙ୍କର ସହଯୋଗ ପାଇଁ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଆହ୍ୱାନ ଦେଇଥିଲେ। 1 ତାରିଖରୁ ଓଡ଼ିଶା ଦିବସ ଆମର जो ପାଳନ ହେଲା ସେବେଠୁ ଆରମ୍ଭ ହୋଇଥିଲା। ଆମର ନବବର୍ଷ ଅଛି ଓଡ଼ିଆ ନବବର୍ଷ ଆଜି ତାର ପରିସମାପ୍ତି ହେଇଛି। ସରକାରଙ୍କ ଇଚ୍ଛା ଏବଂ ସମସ୍ତଙ୍କର ଇଚ୍ଛା ଯେ ଆମର जो परंपरा एवं संस्कृति रही ताहा केमती उज्जीवित होकर रहिब एवं आमे समस्ते निजको संपृक्त कर रखिबा ए परंपरा और संस्कृति सहित ताहा होची तार लक्ष्य। तेणु ये 14 दिन कार्यक्रम आमर आज सफल होईची आमे भाबुछु एवं गोटे वार्ता जीव समाज को जे आम परंपरा एवं संस्कृति को आमे केबे भूलिबा ना। ଭାରତ ସରକାରଙ୍କ ଶିକ୍ଷା ତଥା ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସଦ୍ୟ ପ୍ରକାଶିତ ସିବିଏସ୍ଇ ମ୍ୟାଟ୍ରିକ୍ 10ମ ଶ୍ରେଣୀ ପରୀକ୍ଷାରେ 99.4% ମାର୍କ ରଖି ସୁବର୍ଣ୍ଣପୁର ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ପ୍ରତୀକ କୁମାର ସାହୁ ଉତ୍ତୀର୍ଣ୍ଣ ହୋଇ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି। ସିବିଏସ୍ଇ ଓଡ଼ିଶା ମଣ୍ଡଳର କେତେଜଣ ମେଧାବୀ କୃତି ଛାତ୍ରଙ୍କ ମଧ୍ୟରେ ପ୍ରତୀକ କୁମାର ସାହୁ ମୋଟ 500 ମାର୍କରୁ 497 ନମ୍ବର ରଖି पीएमश्री केंद्रीय विद्यालय सुवर्णपुर को मध्य गौरवान्वित करछंती। हेंदा तो कैंसी विशेष ट्यूशन नहीं करूथे मुई स्कूल के मैं बहुत बहुत से फॉलो करूथली आउ कैंसी भी सोर्स ऑफ नॉलेज हो हेटा के मतलब सबू सोर्स ऑफ नॉलेज जनता एआई हला ना तो ऑनलाइन लर्निंग हला तो सबू सोर्स ऑफ नॉलेज नो मेन कथा हला नॉलेज डिपेंड इटा डिपेंड नहीं करे कि तुम कहाँ पढ़ुछ या डिपेंड करसी कि तुम काଣା पढ़ुछ। जेन सारा भारत रो मोर भाई बहन माने जेन माने पढ़ुछन सीबीएसई रे सारा भारत छात्र छात्री मानक मुझे अभिनंदन जनाऊँ। ओडिशार पारंपरिक खाद्यर गुणवत्ता को उत्तर पीढ़ी मध्य परिचित करने लक्ष्य सुवर्णपुर आम रुचि आम खाद्य उत्सव अनुष्ठित हो जाइछि। सुवर्णपुर जिला प्रशासन पक्षरु टाउन हॉल ठारे आयोजित पारंपरिक खाद्य अभियान में सुवर्णपुर माटीर निजस्व खाद्य और पारंपरिक खाद्य प्रदर्शित होइछि। इतिमध्य जिला प्रशासन पक्षरु ऐतिह्य और पर्यटन स्थलीगुड़िक स्वच्छता अभियान अनुष्ठित हो जाइछि। सुवर्णपुर जिला प्रशासन पौर परिषद और स्वच्छ भारत संगठनर मिलित स्वच्छ अभियान में सुवर्ण मेरु और रामेश्वर मंदिर समेत महानदीर स्वर्ण प्रयाग घाट सफा कर सुवर्णपुर वंदनीय बरपुत्र कार्यक्रम अनुष्ठित हो जाइछि। ओडिया भाषा संस्कृतिर समृद्धि तथा स्वतंत्र ओडिशा प्रदेश गठन में महनीय कार्य करथिबा ओडिशार वंदनीय बरपुत्र मानकु स्मरण करने सह श्रद्धांजलि दि जाइथिला। सुवर्णपुर जिला रक्त भंडार ठारे एक रक्तदान अभियान शिविर अनुष्ठित हो जाइछि। जिला प्रशासन जिला रेडक्रॉस शाखा और जिला स्वास्थ्य प्रशासन मिलित आयोजन में जिला मुख्य डाक्तरखाना अनुष्ठित रक्तदान शिविर में 50 यूनिट्रु अधिक स्वेच्छाकृत रक्तदाता रक्तदान करी एही महत अभियान को सफल करछंती। जिला हालचाल आज एतिकी आसंता काली जिला हालचाल रे सुनबे सुंदरगढ़ जिला संपर्क में।